लक्ष्मीस्ते पंकजाख्ये निवसतु सदने भारती कंठदेशे वर्धन्तां बन्धुवर्गे प्रबल रिपुगणाः जान्तु पातालमूलं देश देशे च कीर्ति प्रभवतु भजतां कुन्दपुष्पं च शुभ्रं जीवन्तु पुत्र पौत्र सकल शुभकरं कुर्वंस्तु ते मंगलम। जय जगन्नाथ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ ମୋର ଚ୍ୟାନେଲ ଜ୍ୟୋତିଷରେ ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ 6ଟି ନକ୍ଷତ୍ର କଥା ପଢ଼ି ସାରିଲେଣି। ଆଜି 7 ନମ୍ବର ନକ୍ଷତ୍ରଟି ପଢ଼ିବା। ତାହା ହେଉଛି ପୁନର୍ବସୁ। ପୁନର୍ବସୁ ନକ୍ଷତ୍ରଟି 2ଟି ରାଶିର ଅନ୍ତର୍ଭୁକ୍ତ ହେଇଥାଏ। ତା ମାନେ ଗୋଟେ ହେଲା ମିଥୁନ ଆଉ ଗୋଟିଏ ହେଲା କର୍କଟ। ହଉ, ଆମେ ସେ ବିଷୟରେ ପଢ଼ିବା। ଆଜି ପାର୍ଟ ନେଇଛି 417। ଶୀର୍ଷକଟିର ନାଁ ହେଉଛି ପୁନର୍ବସୁ ମିଥୁନ ବା କର୍କଟ 7/3 ବା 7/4। ତାହେଲେ ବନ୍ଧୁଗଣ ଦେଖନ୍ତୁ, ପୁନର୍ବସୁ ମିଥୁନର ତାର 3ଟି ପାଦ ଆଉ ଗୋଟିଏ ପାଦ। ତା ଅର୍ଥ 3ଟି ପାଦ ଯାଏ ମିଥୁନ ରାଶିରେ, 3ଟି ପାଦ ହେଲା ମିଥୁନରେ, ଆଉ ଗୋଟିଏ ପାଦ ଯାଏ କେବଳ କର୍କଟରେ। ତାହେଲେ ମିଥୁନ ଆଉ କର୍କଟ। ଆଚ୍ଛା, ତାହେଲେ ତାଙ୍କର ଦଶା ସ୍ୱାମୀ କିଏ? ନା, ଦଶା ସ୍ୱାମୀ ହେଲେ ବୃହସ୍ପତି। ବୃହସ୍ପତି 16 ବର୍ଷ ତାଙ୍କର ଅବଧିଟି। ସେ 16 ବର୍ଷ ତାଙ୍କର ଦଶାଟି ଚାଲେ। ଆଉ ତାଙ୍କର ଦେବତା ହେଉଛନ୍ତି ଅଦିତି। ଆଉ ଆଧିପତ୍ୟ ଅର୍ଥାତ୍ ସେ କେଉଁ ଜାଗାରେ ଆମର ଶରୀରରେ ସେ କେଉଁଠି କେଉଁଠି ରହନ୍ତି। ପୁନର୍ବସୁ ନକ୍ଷତ୍ର ପ୍ରଥମ, ଦ୍ୱିତୀୟ ଆଉ ତୃତୀୟ ଚରଣ ସେ ମିଥୁନ ରାଶିର ଅନ୍ତର୍ଭୁକ୍ତ ହେଇଥିବାରୁ ତାର ମାଲିକ ହେଉଛନ୍ତି ବୁଧ ଗ୍ରହ। ଆଉ ସିଏ ହେଉଛନ୍ତି କାନ, ଗଳା ଆଉ କାନ୍ଧର ସିଏ ଆଧିପତ୍ୟ ସ୍ୱୀକାର କରିଥାନ୍ତି। ଆଉ ଚତୁର୍ଥ ଚରଣଟି ହେଉଛି କର୍କଟ ରାଶିକି ପଳେଇ ଯାଉଛି। ଆଉ ତାର ମାଲିକ ହେଉଛନ୍ତି ଚନ୍ଦ୍ର। ତେଣୁ ଚତୁର୍ଥ ଚରଣ ହେଇଗଲେ ସିଏ ହେଇଯିବ କ'ଣ? କର୍କଟ ରାଶି ହେଇଯିବ। ଆଉ ସେତେବେଳେ ତାର ମାଲିକ ସିଏ ଆମର ଶରୀରର କେଉଁ ଅଙ୍ଗରେ ତାଙ୍କର ଆଧିପତ୍ୟ ଥାଏ? ଆମର ଫୁସଫୁସରେ ଥାଏ ଆଉ ଛାତିରେ ଥାଏ। ତାହେଲେ ଆକୃତିଟି କୋଉ ଭଳିଆ? ନା, ଆକୃତିଟି ହେଉଛି ଧନୁସର ଭଳିଆ। ଆପଣମାନେ ଧନୁରେ ସର ଯୋଖା ହେଇଥିବାଟା ଆପଣ ଯେମିତି ଦେଖିଛନ୍ତି ସେଇଭଳିଆ ର ଚିତ୍ର ଗୋଟିଏ ହେଉଛି ପୁନର୍ବସୁ ନକ୍ଷତ୍ର। ଆଚ୍ଛା ବନ୍ଧୁଗଣ, ତାପରେ ଦେଖନ୍ତୁ, ଯେଉଁମାନଙ୍କର ପୁନର୍ବସୁ ମିଥୁନ ହଉ ବା କର୍କଟ ହଉ ପୁନର୍ବସୁ ନକ୍ଷତ୍ର ହେଇଥିବ ସେମାନଙ୍କର ଶୁଭ ସଂଖ୍ୟା ହେଲା 3। ଅକ୍ଷର ହେଉଛି କେ ଆଉ ଏଚ୍, କ ଆଉ ହ। ଇଏ ହେଉଛି ଶୁଭ ଅକ୍ଷର। ଆପଣ ଯଦି କିଛି ନାଁ ଦେବାକୁ ଚାହୁଁଛନ୍ତି ତାହେଲେ ଆପଣ କେ ଅକ୍ଷରରେ ଦେଇପାରିବେ, ଏଚ୍ ଅକ୍ଷରରେ ମଧ୍ୟ ଦେଇପାରିବେ। କଲରଟି ହେଉଛି ଗ୍ରେ କଲର, ଧୂସର କଲରର। ଆଉ ଦିଗଟି ହେଉଛି ପଶ୍ଚିମ, ଉତ୍ତର ଆଉ ବାୟୁ କୋଣର ଅର୍ଥ ହେଉଛି ଉତ୍ତର ଆଉ ପଶ୍ଚିମ ଦିଗର କୋଣଟିକୁ ବାୟୁ କୋଣ କୁହାଯାଏ। ଆଉ ବୃକ୍ଷ ହେଉଛି ବାଉଁଶ ଗଛ। ବନ୍ଧୁଗଣ, ଆପଣମାନଙ୍କର ଯଦି ପୁନର୍ବସୁ ନକ୍ଷତ୍ର ହେଇଛନ୍ତି ତାହେଲେ ଆପଣଙ୍କର ବାଡ଼ିରେ ଯଦି ସୁବିଧା ଅଛି ବାଉଁଶ ଗଛ ଯଦି ଲଗେଇବେ ଆପଣଙ୍କ ପାଇଁ ଭାରି ଉପକାରୀଟିଏ ହେଇପାରିବ। ଆଉ ବିବାହ ବେଳେ ଯେତେବେଳେ ଦଶମେଳକ ମିଶା ଯାଉଛି ସେତେବେଳେ ସେମାନେ ହେଉଛନ୍ତି କେଉଁ ଯୋନି ଅନ୍ତର୍ଗତ? ମାର୍ଜାର ମାନେ ବିଲେଇ। ଆଚ୍ଛା, ତାହେଲେ ଗଣ ହେଉଛି କ'ଣ ତାଙ୍କର? ନା, ଦେବଗଣ। ନାଡିଟି ହେଉଛି ମଧ୍ୟ ନାଡି। ତାହେଲେ ବନ୍ଧୁଗଣ, ଆପଣ ପୁନର୍ବସୁ ନକ୍ଷତ୍ର ବିଷୟରେ ଆପଣମାନେ ଏତିକି ଜାନକାରୀ ଜାଣିଲେ। ଠିକ ଅଛି। ତାପରେ ଦେଖନ୍ତୁ, ଆମେ ଆଲୋଚନା କରିବା ଯେ ଯେଉଁମାନେ ପୁନର୍ବସୁ ନକ୍ଷତ୍ରରେ ଜନ୍ମ ହେଇଥାନ୍ତି
ସେମାନେ ମୁଖ୍ୟତଃ କେଉଁ ବୃତ୍ତି କରିବା ପାଇଁ ତାଙ୍କ ଦ୍ୱାରା ସେ ବୃତ୍ତିଟି ହେଇଥାଏ। ସେମାନେ ମୁଖ୍ୟତଃ ଟୁର୍ ଆଣ୍ଡ ଟ୍ରାଭେଲ୍, ସେମାନେ ଗୋଟିଏ ଜାଗାରେ ରହିବା ପାଇଁ ତାଙ୍କୁ ଭଲ ଲାଗେ ନା, ସେ ଚାରିଆଡ଼େ ବୁଲିବା ପାଇଁ ତାଙ୍କୁ ଭଲ ଲାଗେ। ତେଣୁ ସେଥିପାଇଁ ସିଏ ଯଦି ଟ୍ରାଭେଲ୍ ଏଜେନ୍ସି ଖୋଲିବେ ତାହେଲେ ତାଙ୍କ ପାଇଁ ବହୁତ ଭଲ ରହିବ। କିଛି ଇଣ୍ଡଷ୍ଟ୍ରି କରିବାକୁ ଚାହିଁବେ ତାଙ୍କ ପାଇଁ ମଧ୍ୟ ବହୁତ ଭଲ ରହିବ। ଶିକ୍ଷକତା କରିପାରିବେ, ଅଧ୍ୟାପକ ହେଇପାରିବେ, ପ୍ରଫେସର ହେଇପାରିବେ। ଆଉ ମୁଖ୍ୟତଃ ହୋଟେଲ ମ୍ୟାନେଜମେଣ୍ଟ, ଏଇ ନକ୍ଷତ୍ରର ଲୋକମାନେ ଯଦି ହୋଟେଲ ମ୍ୟାନେଜମେଣ୍ଟରେ ଗୋଟେ କୋର୍ସ କରନ୍ତି ତାହେଲେ ଏମାନେ ମଧ୍ୟ ଭଲ ବୃତ୍ତିଟିଏ ପାଇପାରିବେ। ଆଉ ଯେତେ ପ୍ରକାର କନଷ୍ଟ୍ରକ୍ସନ୍ ସାଇଟ୍ ଅଛି ସେ ପ୍ରକାର ଜିନିଷପତ୍ର କିଣିକରି ଆପଣ ଯଦି ସେ କାମଟି କରିବେ, ଘର ତିଆରି ହେଉଛି ତା ପାଇଁ ଆଧୁନିକ ଯେତେ ପ୍ରକାର ମେସିନ୍ ସବୁ ଆପଣ ଦେଖୁଛନ୍ତି, ଯଦି ସେ କାମ କରିବେ ମଧ୍ୟ ଆପଣଙ୍କର ଠିକ୍ ରହିବ। ଆଉ ମୁଖ୍ୟତଃ ଯେଉଁମାନେ ମିଥୁନ ରାଶିର ଅନ୍ତର୍ଭୁକ୍ତ ହେଇଥାନ୍ତି ସେମାନେ ରାଇଟର ହେଇପାରନ୍ତି, କାହିଁକିନା ତାଙ୍କ ଭିତରେ ସୃଜନଶୀଳତା ବହୁତ ଥାଏ। ଆର୍କିଟେକ୍ଚର ଲାଇନ୍କି ମଧ୍ୟ ଯାଇପାରନ୍ତି ସେମାନେ, କାହିଁକିନା ସେମାନେ ସୂକ୍ଷ୍ମ ଜିନିଷ କରିବା ପାଇଁ ତାଙ୍କୁ ଭାରି ଭଲ ଲାଗେ। ଆଉ ଯେକୌଣସି ପ୍ରକାର ମ୍ୟାନେଜମେଣ୍ଟ କରିପାରିବେ, ପାଇଲଟ ବି ହେଇପାରିବେ, ସାଇଣ୍ଟିଷ୍ଟ ହେଇପାରିବେ, ରିସର୍ଚ୍ଚ ପର୍ସନ ହେଇପାରିବେ। ଏଗୁଡ଼ିକ ହେଉଛି ତାଙ୍କର ବୃତ୍ତି। ଆଉ ବ୍ୟବସାୟ କଲେ ଏମାନେ କପଡ଼ା ବ୍ୟବସାୟ ଠାରୁ ଆରମ୍ଭ କରି ଜମି ଜମା ବ୍ୟବସାୟ ପର୍ଯ୍ୟନ୍ତ ସବୁ ପ୍ରକାର ବ୍ୟବସାୟ ମଧ୍ୟ ଏମାନେ କରିପାରିବେ, ମୁଖ୍ୟତଃ ମିଥୁନ ରାଶିର ଲୋକ। ଆଉ ଯେଉଁମାନେ କର୍କଟ ରାଶିର ଲୋକ ହେଇଛନ୍ତି, କର୍କଟ ରାଶିର ଲୋକମାନେ ଆଉ ମିଥୁନ ରାଶିର ଲୋକମାନଙ୍କ ଭିତରେ ଟିକେ ପାର୍ଥକ୍ୟ ଥାଏ। ତାହେଲେ ବନ୍ଧୁଗଣ ଦେଖିବା ଯେ ଯେଉଁମାନେ ପୁନର୍ବସୁ ନକ୍ଷତ୍ର ମିଥୁନ ରାଶିରେ ଜନ୍ମ ହେଇଥାନ୍ତି ସେମାନେ କ'ଣ ବୁଧ କ୍ଷେତ୍ରୀ ହେଇଥାନ୍ତି, ଅର୍ଥାତ୍ ସେମାନେ 1, 2, 3 ଚରଣ ଯେହେତୁ ଆମର ଯାଉଛି ମିଥୁନ ରାଶିରେ, ତେଣୁ ତାଙ୍କର ମାଲିକ ବୁଧ ହେଇଥାନ୍ତି। ଏମାନେ ଦେବଗଣ ହେଇଥାନ୍ତି। ଆଉ ତାଙ୍କର ସ୍ଥୂଳ କପଳ, ଅର୍ଥାତ୍ ତାଙ୍କର କପାଳଟି ଟିକେ ବଡ଼ ଥାଏ, ଉର୍ଦ୍ଧ୍ୱ ନାସିକା ନାକ ଟିକେ ବି ବଡ଼ ଥାଏ, ଚକ୍ଷୁ ଭାରି ସୁନ୍ଦର ହେଇଥାଏ, ମୁହଁଟି ମଧ୍ୟ ସୁନ୍ଦର ହେଇଥାଏ। ଆଉ ସେମାନେ ଶତ୍ରୁ ବିଜୟୀ ବି ହେଇଥାନ୍ତି, ଆଉ ଶତ୍ରୁକୁ କ୍ଷମା କରିଦେବା ବାଲା ବି ହେଇଥାନ୍ତି। ଆଉ ସେମାନେ ମୁଖ୍ୟତଃ ଗୌରବର୍ଣ୍ଣ, ଆଉ ସଂସାର ପ୍ରିୟ ଭାରି। ସେମାନେ ସଂସାରରେ ଯେଉଁ ରହନ୍ତି ସମ୍ପୂର୍ଣ୍ଣ ଭାବରେ ସେମାନେ ଗୋଟିଏ ଗୋଟିଏ ସାଂସାରିକ ମଣିଷ ହେଇଥାନ୍ତି। ବିଚକ୍ଷଣ ବୁଦ୍ଧି ଥାଏ, ସମସ୍ତ ଜନବଶକାରୀ ହେଇଥାନ୍ତି। ତା ଅର୍ଥ ଅନ୍ୟ ଲୋକମାନେ ତାଙ୍କ କଥା ମଧ୍ୟ ମାନନ୍ତି। ଆଉ ଗଭୀର ହୃଦୟ ମଧ୍ୟ ସେମାନଙ୍କର ଥାଏ। ବାଣିଜ୍ୟରେ ତାଙ୍କର ବେଶୀ ଲୋଭ ଥାଏ, ଅର୍ଥାତ୍ ବେଶୀ ବାଣିଜ୍ୟ କରିବା ପାଇଁ ସେ ଚାହାନ୍ତି, ବ୍ୟବସାୟ କରିବା ପାଇଁ ସେ ଚାହାନ୍ତି। ସବୁ ବିଦ୍ୟାରେ ତାଙ୍କର ପାରଙ୍ଗମତା ବି ଥାଏ। କୃଷି କର୍ମାଣୀରେ ମଧ୍ୟ ସେମାନେ ବହୁତ ଉନ୍ନତି କରିଥାନ୍ତି, ସତ୍ୟବନ୍ତ ହେଇଥାନ୍ତି, ଚତୁର ହେଇଥାନ୍ତି। ଇଏ ହେଲେ ପୁନର୍ବସୁ ମିଥୁନ। ଯେଉଁମାନେ ପୁନର୍ବସୁ କର୍କଟ ରାଶିରେ ଜନ୍ମ ହେଇଛନ୍ତି ସେମାନେ ହେଲେ ଚନ୍ଦ୍ର କ୍ଷେତ୍ରୀ, ଅର୍ଥାତ୍ କର୍କଟ ରାଶିର ମାଲିକ ହେଉଛନ୍ତି ଚନ୍ଦ୍ର। ଆଉ ସେ ଦେବଗଣ ହେଇଥାନ୍ତି। ଆଉ ମୁଖ୍ୟତଃ ସେ କ'ଣ କରିଥାନ୍ତି, ଟିକେ କପଟ ଆଚରଣ ବି ବେଳେ ବେଳେ କରି ପକାନ୍ତି। ଏଇଟା ତାଙ୍କର ମାଇନସ ଗୁଣ। ବନ୍ଧୁଗଣ, କାହାରି ସାଙ୍ଗରେ କପଟତା କରିବେ ନାହିଁ। ଆଉ ପିତାମାତାରେ ତାଙ୍କର ଭକ୍ତି ଥାଏ, ଦେବ ବ୍ରାହ୍ମଣରେ ଭକ୍ତି ଥାଏ। ଯେତେ ପ୍ରକାର ନାଚ ଗୀତ ଏଇ ପ୍ରକାର ଜିନିଷ ମାନଙ୍କରେ ତାଙ୍କର ମଧ୍ୟ ରୁଚି ଥାଏ। ଆଉ ସେ କ୍ରୋଧୀ ବି ହେଇଥାନ୍ତି, କିନ୍ତୁ ବେଶୀ ଅଭିମାନ କରନ୍ତି। ଏକା ମନେକର ତାଙ୍କୁ କ'ଣ କହିଦେଲେ ସେ ରୁଷିକିରି ବସିବେ। ଆଉ ଧନବନ୍ତ ହେଇଥାନ୍ତି। ଆଉ ସେମାନେ ପର କଥା ଶ୍ରବଣକାରୀ ହେଇଥାନ୍ତି, ମାନେ ଅନ୍ୟର କଥାରେ ଚାଲନ୍ତି। ତାଙ୍କର ଦନ୍ତଟି ଭାରି ସୁନ୍ଦର ହେଇଥାଏ, କିନ୍ତୁ ସେ ବେଳେ ବେଳେ ପେଟ ରୋଗ ମଧ୍ୟ ତାଙ୍କୁ ଦେଖାଯାଏ। ଆଉ ସେମାନେ ବହୁତ ପଣ୍ଡିତ ବି ହେଇଥାନ୍ତି। ଆଉ ମୁଖ୍ୟତଃ ବିଦେଶ ଘର ଠାରୁ ଜନ୍ମସ୍ଥାନ ଠାରୁ ଦୂରରେ ସେମାନେ ରହିଥାନ୍ତି। ତାଙ୍କର ଆଖି ଆଉ ଦାନ୍ତ ଏଗୁଡ଼ିକ ବହୁତ ସୁନ୍ଦର ଥାଏ, ଦେହରେ ଲୋମ ଥାଏ, ଜ୍ଞାନବନ୍ତ ହେଇଥାନ୍ତି, ଆଉ ଦୂରଦର୍ଶୀ ମଧ୍ୟ ହେଇଥାନ୍ତି। ତାଙ୍କର ଇଣ୍ଟୁଇସନ୍ ପାୱାର ମଧ୍ୟ ଭଲ ଥାଏ, ସେ ଦୂରଦର୍ଶୀ ହେଇଥାନ୍ତି। ସେ
2024 ବଞ୍ଚିଲେ ମଧ୍ୟ 2040 କ'ଣ ହେବ ସେ ଆଜିଠାରୁ ଅନୁମାନ କରି କହିଦେଇପାରିବେ। ତାହେଲେ ବନ୍ଧୁଗଣ ଏଇ ପ୍ରକାର ଗୁଣର ସେମାନେ ଅଧିକାରୀ ହେଇଥାନ୍ତି। ତେଣୁ ତାଙ୍କର ମାଇନସ୍ ପଏଣ୍ଟଟି ହେଉଛି କ'ଣ ବନ୍ଧୁଗଣ, ଆପଣ କାହା ପ୍ରତି ଛଳନା କରିବେ ନାହିଁ, ନିଜେ ଭଲରେ ରୁହନ୍ତୁ, ଅନ୍ୟକୁ ଭଲରେ ରହିବାକୁ ଦିଅନ୍ତୁ। ଇଏ ହେଲା ସବୁଠାରୁ ବେଷ୍ଟ ପ୍ରିନ୍ସିପଲ୍। ଆଗ ନିଜେ ଭଲରେ ରୁହନ୍ତୁ, ଅନ୍ୟମାନଙ୍କୁ ବି ଭଲରେ ରଖିବାକୁ ଦିଅନ୍ତୁ, ଅନ୍ୟମାନଙ୍କର କ୍ଷତି ଚାହାନ୍ତୁନି। ତାହେଲେ ଯଦି କ୍ଷତି ଚାହିଁବେ ତାହେଲେ ଆପଣ ହଇରାଣଟିଏ ନିଶ୍ଚୟ ହେବେ। ତାହେଲେ ବନ୍ଧୁଗଣ ମୁଁ ଭାବୁଛି ଆପଣମାନେ ବୁଝି ସାରିବେଣି। ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ହଉ ଏତିକିରେ ରହିଲେ ବନ୍ଧୁଗଣ। ଜୟ ଜଗନ୍ନାଥ।